ଜାମୁ କୋଳି ଯାଇକି ଖାଏ ଗଛ ଉପରେ ବସିକି। ସେ ଗଛଟା ଥିଲା ନଦୀ କୂଳ ଥିଲା ହେଲା, ସେଠିକି କୁମ୍ଭୀର ବି ଆସେ ହେଲା। ସେ ଦି ଜଣ ସାଙ୍ଗ ହୁଅନ୍ତି, ଶୁଣୁ କଣ କହୁଛି ହେଲା। ସାଙ୍ଗ ହେଇକି କଥାବାର୍ତ୍ତା ହୁଅନ୍ତି, ଗପସପ ହୁଅନ୍ତି, କୋଳି ଖାଆନ୍ତି ହେଲା। କୋଳି ଖାଆନ୍ତି। ଦିନେ କୁମ୍ଭୀର ଭାବିଲା ମାଙ୍କଡ ତ ସବୁବେଳେ ଖାଉଛି ଜାମୁ କୋଳି ଖାଉଛି, ଜାମୁ କୋଳିଟା ତ ଏତେ ମିଠା ହେଲା। ମୁଁ ଯଦି ତାହେଲେ ମାଙ୍କଡ ଯଦି ଖାଇବି ଯଦି ହବୁ ମାଙ୍କଡଟାକୁ, ତାହେଲେ ଯୋଉ କଲିଜାଟାକୁ ଖାଇବି, ତାହେଲେ ସେ ତାର କେତେ ମିଠା ନ ହେଇଥିବ ହେଲା। କିଏ ଭାବିଲା? କୁମ୍ଭୀର ହେଲା। କୁମ୍ଭୀର କହିଲା। ସେଇଠୁ କଣ ହେଲା ନା, ସେଇଠୁ ଦିନେ ଭାବିଲା କି କୁମ୍ଭୀରକୁ ସେ କହିବ ହେଲା। କୁମ୍ଭୀର ଆସିଛି ସେ ଗଛ ଉପରେ ଅଛି ସେ ହେଲା। ସେ ଜାମୁକୋଳି ଗଛ ଉପରେ ଅଛି, ସେ ଖାଉଛି କୋଳି ବସିକି। କୁମ୍ଭୀର ଆସି କହିଲା ମାଙ୍କଡ ଭାଇ ଆଉ ହଉଛି ମୋ ମା କହିଛନ୍ତି ଆଉ ଆମ ଘରେ ଭୋଜି ଅଛି, ତମେ ଯିବ ହେଲା। ଏଇଆ କହିଲା, ତାକୁ ମିଛରେ କହିଲା ହେଲା। ମାଙ୍କଡ କହିଲା ହଉ ଯିବି ହେଲା। ସେ ତା ସାଙ୍ଗରେ ଆସିଲା ଯେମିତି ସେ କହିଲା ନା ଅଧା ବାଟ ନଈ ଅଧା ମଝିରେ ହେଇଛି। କୁମ୍ଭୀର ତାକୁ କହିଲା ମୁଁ ତମକୁ ଭୋଜି ଖାଇବାକୁ ଆଣିନଥିଲି, ମୁଁ ତମକୁ ତମ କଲିଜା ଖାଇବାକୁ ଆଣିଥିଲି। ତମେ ଜାମୁକୋଳି ଖାଉଛ, ତମ ଜାମୁକୋଳି ଏତେ ମିଠା, ତମ କଲିଜାଟା କେତେ ମିଠା ନ ହେଇଥିବ ହେଲା। ସେଇଠୁ ମାଙ୍କଡ ଭାବିଲା ମତେ ତାହେଲେ ଖାଇବାକୁ ଆଣିଛି, ମୁଁ ତାହେଲେ କଣ କରିବି? ସେଠୁ ସେ ବୁଦ୍ଧି ଖୋଜିଲା। ସେଠୁ ବୁଦ୍ଧି ଖୋଜିକି ପାଇଲା। ଯଦି ସେଠୁ ତାକୁ କହିଲା, କାହାକୁ କହିଲା? କୁମ୍ଭୀରକୁ କହିଲା। କହିଲା ଆରେ ତୁ ମତେ ମୋ କଲିଜା ସିନା ଖାଇବୁ, ତାହେଲେ ମୋ କଲିଜାଟା ମୁଁ ଗଛ ଉପରେ ଛାଡି ଦେଇ ଆସିଛି। କିଏ କହିଲା? ମାଙ୍କଡ କହିଲା ହେଲା। କୁମ୍ଭୀର ବି ଏତେ ବୋକା, ସେ କହିଲା ହଉ ଚାଲ। ମାଙ୍କଡ କହିଲା ଚାଲେ ମୋ ଗଛ ଉପରେ ଅଛି ମୋ କଲିଜାଟା, ମୁଁ ନେଇ ଆସିବି, ତୁ ଖାଇବୁ ହେଲା। ସେଠୁ ସେ କଣ ନା ଗଛ କତିକି ଫେରିକି ଆସିଲା, ନଦୀ କୂଳକୁ ଫେରିକି ଆସିଲା। ସେଠୁ କଣ ନା ମାଙ୍କଡ ଏକାଥରେ କରେ କୁମ୍ଭୀର ତା ପିଠି ଉପରେ ଡିଆଁ ମାରିଲା ଗଛ ଉପରକୁ ହେଲା। ସେଠୁ ତାକୁ କହୁଛି ଆରେ ବୋକା କୁମ୍ଭୀର, ଏତେ ବୋକା, ତୁ କଲିଜାଟା କଣ ଗଛରେ ଥାଏ କି? କଲିଜାଟା ବା ନିଜ ଦେହ ଭିତରେ ଥାଏ ହେଲା। ଏହା କହିଲା। କଲିଜାଟା ନ ରହିଲେ କଣ ମଣିଷ ବଞ୍ଚିବ? ସେଠୁ କୁମ୍ଭୀର ବୋକା ହେଇକି ଅନେଇଛି।